ଭୁବନେଶ୍ୱର 36ତମ ପିକକ୍ ଶିଶୁ ମେଳାର ଆଜି ଥିଲା ଷଷ୍ଠ ସନ୍ଧ୍ୟା। ଆଜି ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା କୁନି କୁନି ପିଲାମାନଙ୍କ ମଧ୍ୟରେ ଆଧୁନିକ ନୃତ୍ୟ ପ୍ରତିଯୋଗିତା। ଏଥିରେ ଅନ୍ନପୂର୍ଣ୍ଣା ମହାନ୍ତି, ଦିଲ୍ଲୀପ କୁମାର ଜୀ ଓ ଲିଲିପ୍ତା ମହାପାତ୍ର ବିଚାରକ ଭାବେ ଯୋଗ ଦେଇଥିଲେ। ଆଜି ସନ୍ଧ୍ୟାରେ ଅତିଥିମାନେ ଥିଲେ ଓଡ଼ିଶା ଶିଶୁ ସୁରକ୍ଷା ଆୟୋଗର ସଦସ୍ୟା କଳ୍ପନା ଲେଙ୍କା, ରାଜ୍ୟ ଗ୍ରାମୀଣ ବିକାଶ ଅନୁଷ୍ଠାନର ଉପନିର୍ଦ୍ଦେଶିକା ଡକ୍ଟର ଅମିତା ପାତ୍ର, ଏକଲବ୍ୟ ସ୍କୁଲର ପୂର୍ବତନ ଅଧ୍ୟକ୍ଷା ଚିତ୍ରଲେଖା ମହାନ୍ତି, ଭୁବନେଶ୍ୱର ଇନର ହ୍ୱିଲ୍ କ୍ଲବର ପ୍ରତିମା ନଳିନୀ ପତି ଓ ପିକକ୍ର ପରିଚାଳନା ବୋର୍ଡର ସଦସ୍ୟା ଶର୍ମିଳା ସାହୁ। ଅତିଥିମାନେ ଆବୃତ୍ତି ଓ କୌତୁକ ପୋଷାକ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପିକକ୍ର ସମ୍ପାଦକ ରଞ୍ଜନ ମହାନ୍ତି ଓ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ପିକକ୍ର ରତ୍ନା ଦାସ, ଜ୍ୟୋତିଶଙ୍କର ମହାନ୍ତି, ଅନୁଷା ବେହୁରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆଜିର ସୂଚନା ପାଇଁ 36ତମ ପିକକ୍ ଶିଶୁ ମେଳା ସପ୍ତମ ଦିବସ 20/11/2025 ତାରିଖ କାର୍ଯ୍ୟସୂଚୀ ଉଦ୍ଯାପନୀ ଉତ୍ସବ ଓ ବାର୍ଷିକ ସମ୍ମାନ ପ୍ରଦାନ ସନ୍ଧ୍ୟା 6:30 ସାଂସ୍କୃତିକ କାର୍ଯ୍ୟକ୍ରମ ସନ୍ଧ୍ୟା 8 ସ୍ଥାନ ଏକାମ୍ରହାଟ ଆମ୍ପି ଥିଏଟର।